ପିଲାମାନେ ଆପଣଙ୍କୁ ସୁସ୍ୱାଗତ। ଆଜି ହେଉଛି ଆମେ ଗୋଟେ ବିଷୟ ପଢ଼ିବାକୁ ଯାଉଛନ୍ତି ତୃତୀୟ ଶ୍ରେଣୀ ମାତୃଭାଷାର ଏକ ବିଷୟ କାହାର କେତେ ଗୋଡ଼। 2026 ମସିହାରେ ଯେଉଁ ନୂଆ ବହି ଆସିଛି ସେ ବିଷୟରେ ସେଇ ବହିରେ ଏକ ବିଷୟ ଅଛି ତୃତୀୟ ଶ୍ରେଣୀ ମାତୃଭାଷାରେ କାହାର କେତେ ଗୋଡ଼। ସେ ବିଷୟରେ ଆମେ ପଢ଼ିବା, ସେଇ ବିଷୟଟା ଜାଣିବା, ତା ସହିତ ତାର ପ୍ରଶ୍ନ ଉତ୍ତର କରିବା, ତା ସହିତ ବି ଗୋଟେ ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ ଆଲୋଚନା କରିବା ଏବଂ ସରଳାର୍ଥ ମଧ୍ୟ ଗୋଟେ ଆଲୋଚନା କରିବା। ଚାଲନ୍ତୁ ଆମେ ବିଷୟଟିକୁ ପଢ଼ିବା। ବଣର ପାଠଶାଳା ପାଠପଢ଼ା ଚାଲିଥାଏ, ବାଘ ଗୁରୁଜୀ ହୋଇ ପାଠ ପଢ଼ାଉଥିବେ। ତ ବଣର ପାଠଶାଳା ମାନେ ଗୋଟେ ଗପ ଆକାରରେ ଏଟା ଆଲୋଚନା କରାହେଇଛି। ବଣରେ ପାଠଶାଳା ହେଇଛି, ପାଠପଢ଼ା ଚାଲିଥାଏ, ପାଠପଢ଼ା ମଧ୍ୟ ହୋଇଥାଏ। ବାଘ ଗୁରୁଜୀ, ଗୁରୁଜୀ ଏଠି କିଏ ହେଇଛନ୍ତି ନା ବାଘ ହୋଇ କ'ଣ ନା ପାଠ ପଢ଼ାଉଛନ୍ତି। ବାଘ ପିଲାମାନେ କହିଲେ ଦେଖି ଗୋଡ଼ ଆମର କ'ଣ ଉପକାର କରେ? ମାଙ୍କଡ଼ ଗୁରୁଜୀ ଗୋଡ଼ରେ ଆମେ ଚାଲୁ, ଖେଳୁ ଆଉ ଦୌଡ଼ୁ। ସାପ ମୋର ଗୋଡ଼ ନାହିଁ, ମୁଁ ଛାତିରେ ଭରା ଦେଇ ଯିବା ଆସିବା କରେ। ବାଘ ହଁ, ସାପ ପରି ମଧ୍ୟ ଜିଆ, ମାଛ, ଗେଣ୍ଡା, ଜୋକଙ୍କର ବି ଗୋଡ଼ ନାହିଁ। ତ ଏଠି ବାଘ କ'ଣ କହୁଛି ନା ପିଲାମାନେ କହିଲ ଗୋଡ଼ ଆମର କ'ଣ ଉପକାର? ସାଧାରଣତଃ ଗୋଡ଼ରେ ଆମେ ଚାଲନ୍ତି, ଗୋଡ଼ ଆମ ବଞ୍ଚିବାର ଏକ ମାଧ୍ୟମ କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ। ତ ମାଙ୍କଡ଼ ସେଇଠୁ କ'ଣ କହୁଛି ନା ଗୁରୁଜୀ ଗୋଡ଼ରେ ଆମେ ଚାଲୁ, ଖେଳୁ ଆଉ ଦୌଡ଼ୁ। କ'ଣ ନା ଗୁରୁଜୀ ଗୋଡ଼ରେ ଆମେ ଚାଲୁ, ଖେଳୁ ଆଉ ଦୌଡ଼ୁ। ସାପ ମୋର ଗୋଡ଼ ନାହିଁ, ସାପ ହେଲା ସରୀସୃପ ପ୍ରଜାତିର, ମୁଁ ଛାତିରେ ଭରା ଦେଇ ଯିବା ଆସିବା କରେ। ବାଘ ହଁ, ସାପ ପରି ମଧ୍ୟ ଜିଆ, ମାଛ, ଗେଣ୍ଡା, ଜୋକଙ୍କର ମଧ୍ୟ ଗୋଡ଼ ନଥାଏ। ସେଇଠୁ ମୟୂର କ'ଣ କହୁଛି ନା ମୟୂର କହୁଛି ଗୁରୁଜୀ ମୋର ଯେମିତି ଦୁଇଟି ଗୋଡ଼, ସବୁ ପକ୍ଷୀଙ୍କର ମଧ୍ୟ ସେମିତି ଦୁଇଟି ଲେଖାଏଁ ଗୋଡ଼ ଅଛି। ହଁ ହଁ, ମଣିଷର ବି ଦୁଇଟି ଗୋଡ଼। ତେଣୁ ମୟୂର କହୁଛି ମୋର ଯେମିତି ଦୁଇଟି ଗୋଡ଼, ସବୁ ପକ୍ଷୀଙ୍କର ମଧ୍ୟ ଦୁଇଟି ଲେଖାଏଁ ଗୋଡ଼ ରହିଛି, ମଣିଷର ମଧ୍ୟ ଦୁଇଟି ଗୋଡ଼। ଭାଲୁ କିନ୍ତୁ ଚାରିଟି ଗୋଡ଼ ଅଛି, ମୋର ଚାରିଟି ଗୋଡ଼ ଅଛି। ସିଂହ, ହରିଣ ଓ ଠେକୁଆ ଭାଇମାନଙ୍କର ମଧ୍ୟ ଚାରିଟି ଲେଖାଏଁ ଗୋଡ଼ ଅଛି। ତେଣୁ ଏମାନେ ହେଲେ ପଶୁ, ତେଣୁ ଏମାନଙ୍କର ଚାରିଟି ଲେଖାଏଁ ଗୋଡ଼। ମାଙ୍କଡ଼ ମୋର ବି ମଧ୍ୟ ଚାରିଟି ଗୋଡ଼, ମୁଁ ମୋ ଆଗ ଦୁଇ ଗୋଡ଼କୁ ହାତ ପରି କାମରେ ଲଗାଏ। ତେଣୁ ମାଙ୍କଡ଼ର ଯେଉଁ ଚାରିଟା ଗୋଡ଼ ଥାଏ, ସେ ଚାରିଟା ଗୋଡ଼ରୁ ଆଗ ଦୁଇଟା ଗୋଡ଼କୁ ସେ ହାତ ପରି କାମରେ ଲଗାଏ। ହାତ ଯେମିତି କାର୍ଯ୍ୟ କରେ, ତାର ସେଇ ଦୁଇଟା ଗୋଡ଼ ସେମିତି ହିଁ କାର୍ଯ୍ୟ କରେ। ତାପରେ ହାତୀ ମୋର 5ଟା ଗୋଡ଼ ବୋଲି ଭାବୁଛ କି? ନା ନା ନା, ମୋର ବି ଚାରିଟି ଗୋଡ଼, ଗୋଟିଏ ଲମ୍ବା ଶୁଣ୍ଢ ଅଛି। ହାତୀର ମଧ୍ୟ ଚାରିଟା ଗୋଡ଼ ଆଉ ଗୋଟିଏ ଲମ୍ବା ଶୁଣ୍ଢ ଅଛି। ବାଘ ଆଚ୍ଛା ପିଲାମାନେ କହିଲ ମଶା ଆଉ ମାଛିର କେତୋଟି ଗୋଡ଼? ସେଠୁ ବାଘ କ'ଣ କହୁଛି ନା ଆଚ୍ଛା ପିଲାମାନେ କହିଲ ମଶା ଆଉ ମାଛିର କେତୋଟି ଗୋଡ଼? ପ୍ରଜାପତି ମଶା ମାଛିଙ୍କର ଦୁଇଟି ଗୋଡ଼। ସେଠୁ ପ୍ରଜାପତି ଉତ୍ତର ଦେଉଛି ନା ମଶା ମାଛିଙ୍କର କେତୋଟି ଗୋଡ଼? ନା 6ଟି ଗୋଡ଼। ମଶା ମାଛିଙ୍କର 6ଟି ଗୋଡ଼। ମୋର ବି 6ଟି ଗୋଡ଼। ଜନ୍ଦା, ପିମ୍ପୁଡ଼ି, ଭଁଅର ଆଉ କିଏ ନା ମହୁମାଛିଙ୍କର ବି 6ଟି ଲେଖାଏଁ ଗୋଡ଼। ବାଘ ଆରେ ବାଃ, ଏଥର କହିଲ କାହାର 8ଟି ଗୋଡ଼ ଅଛି? ସେଠୁ ବୁଢ଼ିଆଣୀ ମୋର ପରା 8ଟି ଗୋଡ଼। ବୁଢ଼ିଆଣୀର କେତୋଟି ଗୋଡ଼? ନା ବୁଢ଼ିଆଣୀର ହେଉଛି 8ଟି ଗୋଡ଼। କେତୋଟି ଗୋଡ଼ ବୁଢ଼ିଆଣୀର? ମୋର ପରା 8ଟି ଗୋଡ଼। ଆଉ ମାଙ୍କଡ଼ସା ମଧ୍ୟ 8ଟି ଗୋଡ଼। ମାଙ୍କଡ଼ସାର ମଧ୍ୟ 8ଟି ଗୋଡ଼। ଆମେ ଜାଲ ବୁଣି ସେଥିରେ ରହୁ। ତେଣୁ ଏମାନେ କେଉଁଠି ରୁହନ୍ତି? ଜାଲ ବୁଣି ସେଥିରେ ରହିଥାନ୍ତି। ବାଘ ବହୁତ ଭଲ। ପିଲାମାନେ ଜାଣିଛ କି ଗୋଟିଏ କୀଟ ଅଛି, ତାର 30ରୁ ଆରମ୍ଭ କରି 382 ପର୍ଯ୍ୟନ୍ତ ଗୋଡ଼ ହୋଇପାରେ। ଏ ଅଦ୍ଭୁତ କୀଟର ନାମ ହେଲା ବିଛା। ବିଛାର 30ରୁ ଆରମ୍ଭ କରି 382 ପର୍ଯ୍ୟନ୍ତ ଗୋଡ଼ ଅଛି। ତୁମେମାନେ କିଏ ବିଛା ଦେଖିଛ କି? ଦେଖିଛ କି ପିଲାମାନେ କହିବ। ତାପରେ କ'ଣ ନା କାଉ ହଁ ମୁଁ ଦେଖିଛି। କାଉ କ'ଣ କହୁଛି? ହଁ ମୁଁ ଦେଖିଛି। ସେ ପ୍ରିୟ ଅନ୍ଧାରୁଆ ଆଉ ଓଦା ଜାଗାରେ ରହେ। ସେ ପ୍ରାୟ ଅନ୍ଧାରୁଆ ଆଉ ଓଦା ଜାଗାରେ ରହେ, ଗଛର ଛାଲି ଭିତରେ ଆଉ ଓଦା ଘାସ ପତ୍ର ତଳେ ରହିଥାଏ। ତେଣୁ କାଉ କ'ଣ କହୁଛି ନା ମୁଁ ବିଛା ଦେଖିଛି। ସିଏ କେଉଁଠି? ନା ଅନ୍ଧାରୁଆ ଜାଗା, ଓଦା ଜାଗା ଏସବୁ ଜାଗାରେ ରହିଥାଏ। ବାଘ ଆରେ ବାଃ, ତୁମେମାନେ ତ ବହୁତ କଥା ଜାଣିଛ। ତାହେଲେ ଆଜି ଆମେ ଅନେକ ଜୀବଜନ୍ତୁଙ୍କ ଗୋଡ଼ ବିଷୟରେ ଜାଣିଲେ। ଆଜି ପାଇଁ ଏତିକି ଥାଉ। ତେଣୁ ସେଇଠୁ ବାଘ କ'ଣ କହୁଛନ୍ତି? ବାଘ ଗୁରୁଜୀ ନା ଆଜି ଆମେ ଅନେକ ଜୀବଜନ୍ତୁଙ୍କ ଗୋଡ଼ ବିଷୟରେ ଜାଣିଲେ, ଆଜି ପାଇଁ ଏତିକି ଥାଉ। ସୂଚନା ଅଭିନୟ ସମୟରେ ଜୀବଜନ୍ତୁଙ୍କ ମୁଖା ବ୍ୟବହାର କରାଯିବ। ସମସ୍ତ ଶିକ୍ଷାର୍ଥୀ ଧନ୍ୟବାଦ ଗୁରୁଜୀ। ଲାଷ୍ଟକୁ କ'ଣ ଦେଲେ ନା ଧନ୍ୟବାଦ ଗୁରୁଜୀ।
ଚାଲ ଆମେ ପ୍ରଶ୍ନ ଉତ୍ତର କରିବା ଏ ବିଷୟର। ତୁମେ ଘରେ ଦେଖିଥିବା କେତୋଟି ପଶୁପକ୍ଷୀଙ୍କ ନାମ କୁହ ଓ ସେମାନଙ୍କ ଗୁଡ଼ ସଂଖ୍ୟା କୁହ। ତେଣୁ ଆମେ କ'ଣ କ'ଣ ସବୁ ଦେଖୁଛନ୍ତି, ବଳଦ, ଗାଈ, ଛେଳି, ମେଣ୍ଢା, ମଇଁଷି, କୁକୁର, ବିଲେଇ। ପକ୍ଷୀମାନେ ହେଲେ ଶୁଆ, ଶାରୀ, ବଣି, କୁଆ ଇତ୍ୟାଦି। ପଶୁଙ୍କର 4ଟି ଲେଖାଏଁ ଗୁଡ଼ ଏବଂ ପକ୍ଷୀଙ୍କର 2ଟି ଲେଖାଏଁ ଗୁଡ଼ ଥାଏ। 2 ନମ୍ବର ପ୍ରଶ୍ନ, ଯଦି ପଶୁମାନଙ୍କର ଗୁଡ଼ ନଥାନ୍ତା ତେବେ କ'ଣ ସବୁ ଅସୁବିଧା ହୋଇଥାନ୍ତା। ତେଣୁ ପଶୁମାନଙ୍କର ଗୋଡ଼ ନଥିଲେ ସେମାନେ ଯିବା ଆସିବା କରିପାରନ୍ତେ ନାହିଁ, ଖାଦ୍ୟ ସଂଗ୍ରହ କରିପାରନ୍ତେ ନାହିଁ, ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହୁଅନ୍ତେ। ତାପରେ 3 ନମ୍ବର ପ୍ରଶ୍ନ, ସାପର ଗୋଡ଼ ଅଛି କି? ନା, ସାପର ଗୋଡ଼ ନାହିଁ। ସେ କିପରି ଚାଲେ? ସେ ଛାତିରେ ଭରା ଦେଇ ଚାଲେ। ସେ ସରୀସୃପ ପ୍ରଜାତିର ଅଟେ। ସେ ଛାତିରେ ଭରା ଦେଇ ଚାଲେ। 4 ନମ୍ବର, ତୁମ ପାଦରେ ଚପଲ ନ ପିନ୍ଧିଲେ କ'ଣ ହେବ? ତୁମ ପାଦରେ ତୁମେ ଯଦି ଚପଲ ନ ପିନ୍ଧିବ କ'ଣ ହେବ? ନା, ଆମ ପାଦରେ ଯଦି ଆମେ ଚପଲ ନ ପିନ୍ଧିବା ଆମକୁ ଚାଲିବା ପାଇଁ କଷ୍ଟ ହେବ। ତ ବାଟରେ ଯଦି କଣ୍ଟା ଥିବ ତାହେଲେ ଆମ ପାଦରେ କଣ୍ଟା ଫୁଟିଯିବ, ରକ୍ତ ବାହାରିବ। ଆଉ ଅପରିଷ୍କାର ଜାଗାରେ ଯଦି ଆମେ ଚାଲିକରି ଯାଉଛନ୍ତି ସେଠି ଜୀବାଣୁ ଥିଲେ ତାହା ଆମ ପାଦ ଭିତରେ ସେଇ ଜୀବାଣୁ ଗୁଡ଼ିକ ପଶିଯାଆନ୍ତି, ଯଦ୍ୱାରା କି ଆମ ପାଦ କୁଣ୍ଡାଇ ହୁଏ, ବିଭିନ୍ନ ରୋଗରେ ଆମେ ଆକ୍ରାନ୍ତ ହୁଅନ୍ତି। ତେଣୁ ଆମେ ଚାଲିଲା ବେଳେ ସଦାସର୍ବଦା ଚପଲ ବ୍ୟବହାର କରିବା ଉଚିତ। 5 ନମ୍ବର, 10ଟା ଗୋଡ଼ ଥିବା ଜୀବ ଦେଖିଛ କି? ସେ କେଉଁଠାରେ ରହେ? 10ଟା ଗୋଡ଼ ଥିବା ଜୀବ ହେଲା କଙ୍କଡ଼ା। ସେ କେଉଁଠାରେ ରହେ? ନା, ସେ ଜଳରେ ରହେ। ଏଠି ଯେକୌଣସି ପଶୁ, ପକ୍ଷୀ, ସରୀସୃପ ଚିତ୍ର କରି ତାକୁ କ'ଣ କରିବା? ନା, ରଙ୍ଗ ଦେବା। ଏଠାରେ ଝିଣ୍ଟିକା, ପିମ୍ପୁଡ଼ି 2 ଜଣ କୀଟ କ'ଣ କଥା ହେଉଛନ୍ତି ତା ବିଷୟରେ ଆମେ ଜାଣିବା। ଏ କ'ଣ ହେଇଛି ନା, ପିମ୍ପୁଡ଼ି ଝିଣ୍ଟିକାକୁ ପଚାରୁଛି, ଝିଣ୍ଟିକା ଭାଇ ତୁମେ ଖାଦ୍ୟ ସଂଗ୍ରହ କଲଣି? ଝିଣ୍ଟିକାକୁ ପଚାରୁଛି କିଏ? ପିମ୍ପୁଡ଼ି। ନା, ଝିଣ୍ଟିକା ଭାଇ କହୁଛି କି ବର୍ଷା ତ ଆସିନି, ସମୟ ଆହୁରି ଅଛି, ଏବେଠାରୁ କାହିଁ ଖାଦ୍ୟ ସଂଗ୍ରହ କରିବି। କିନ୍ତୁ ପିମ୍ପୁଡ଼ି କହୁଛି କି ମୁଁ ଏବେଠାରୁ ଖାଦ୍ୟ ସଂଗ୍ରହ କଲିଣି। ଏଇଭଳି ଭାବରେ ତୁମେ କ'ଣ କରିବ? ନା, ଏଇ ଯେଉଁ ଖାଲି ଘରକୁ ପୂରଣ କରିବ। ବଣରେ ଯେଉଁ ପଶୁପକ୍ଷୀ ସବୁ ରହୁଛନ୍ତି ତାକୁ ଏ କୋଠରୀରେ ଲେଖିବ। ପଶୁଙ୍କ ଭିତରେ ସିଂହ, ବାଘ, ଭାଲୁ, ବିଲୁଆ ଆହୁରି କେତେ କେତେ ପଶୁ ହେବେ। ପକ୍ଷୀଙ୍କ ଭିତରେ ଛଞ୍ଚାଣ, ଚିଲ, ମୟୂର ଆହୁରି କ'ଣ କେତେ ପ୍ରକାର ପକ୍ଷୀ ସବୁ ଅଛନ୍ତି। ଏଠି ଦେଇଛି ଗୋଡ଼ ସଂଖ୍ୟା। 3 ନମ୍ବର ଦେଇଛି ଗୋଡ଼ ସଂଖ୍ୟା ଅନୁସାରେ ସାରଣୀ ପୂରଣ କର। ଗୋଡ଼ ନଥିବା ପ୍ରାଣୀ କିଏ ହେବେ? ସାପ, ଜିଆ, ଗେଣ୍ଡା, ଜୋକ। 2ଟି ଗୋଡ଼ ଥିବା ମନୁଷ୍ୟ, ମୟୂର, ଶୁଆ ଆଉ କ'ଣ ଏଟା? ବଣି। 4ଟି ଗୋଡ଼ ଥିବା ଜୀବ ହେବ କିଏ? ବଳଦ, ଗାଈ, ଛେଳି, ମେଣ୍ଢା। 6ଟି ଗୋଡ଼ ଥିବା ଜୀବ କିଏ? ମଶା, ମାଛି, ମହୁମାଛି, ଝିଣ୍ଟିକା। 8ଟି ଗୋଡ଼ ବୁଢ଼ିଆଣୀ, ମାଙ୍କଡ଼ସା, ଏଟା କିଏ? କଙ୍କଡ଼ା ବିଛା। 10ଟି ଗୋଡ଼ କଙ୍କଡ଼ା ଆଉ କ'ଣ? ନା, ଚିଙ୍କୁଡ଼ି। 10ରୁ ଅଧିକ ଗୋଡ଼ ଥିବା ପ୍ରାଣୀ ତେଲୁଣୀ ପୋକ, ବିଛା ଆଉ କ'ଣ ହେବ? ଗଉଡ଼ୁଣୀ ପୋକ। 4 ନମ୍ବର, ଆମେ ଆମ ପାଦର ଯତ୍ନ କିପରି ନେବା? ଯେପରି ନିୟମିତ ନଖ କାଟିବା। ଆଉ କ'ଣ କରିବା? ପ୍ରତ୍ୟେକ ଦିନ ପାଦକୁ ପରିଷ୍କାର କପଡ଼ାକୁ ପୋଛି ଭଲ ଭାବରେ ତେଲ ଲଗାଇବା। ରାସ୍ତାରେ ଖାଲି ପାଦରେ ଚାଲିବା ନାହିଁ, ଚପଲ ବ୍ୟବହାର କରିବା। ଗରମ ପାଣିରେ ସାବୁନ ଲଗାଇ ପ୍ରତ୍ୟେକ ଦିନ ପାଦ ଧୋଇବା। ତାପରେ 5 ନମ୍ବର, ତଳେ ଦିଆଯାଇଥିବା ଅନୁସାରଟିକୁ ପଢ଼। ଏଇ ଯେଉଁ ଅନୁସାରଟି ଲେଖା ହେଇଛି ତାକୁ କ'ଣ କରିବା? ନା, ପଢ଼ିବା। 6 ନମ୍ବର, ନିମ୍ନରେ ଦିଆଯାଇଥିବା ପଶୁପକ୍ଷୀମାନଙ୍କର ନାମକୁ ସେମାନଙ୍କର ସ୍ୱର ସହିତ ଗାର ଟାଣି ଯୋଡ଼। ଗାଈ କେମିତି? ହମ୍ମା ହମ୍ମା ବୋଗାଏ। ଛେଳି କେମିତି? ନା, ମେ ମେ। କୋଇଲି କେମିତି ଶବ୍ଦ କରେ? କୋଇଲି କୁହୁ କୁହୁ। କାଉ କେମିତି ଶବ୍ଦ କରେ? କା କା। କୁକୁଡ଼ା କେମିତି? କୁକୁଡ଼ା କୁକୁଡ଼ୁ କୁକୁଡ଼ୁ କୁ। ଏମିତି ହିଁ ଶବ୍ଦ କରନ୍ତି। ଏଠି 1 ନମ୍ବର ଦେଇଛି କ'ଣ? ସାରଣୀରୁ ଅକ୍ଷର ନେଇ ଶବ୍ଦ ଗଢ଼, ପଢ଼, ଲେଖ। ଏଇ ଯେଉଁ ସାରଣୀ ଦେଇଛି ତା ଦେହରୁ ଅକ୍ଷରକୁ ନେଇକି ଏଠି ଶବ୍ଦ ଗଢ଼ିବା, ପଢ଼ିବା, ଲେଖିବା। କାମ, ନୌକା, କଣ୍ଠ, ଦୈବୀ, ନିଜ, ଜଳ, ତଣ୍ଟି, କଣ୍ଟି, କାଳ, କାଙ୍କ, ଝିଣ୍ଟିକା ଏଇସବୁ ହେବ। 2 ନମ୍ବର କ'ଣ ଦେଇଛି? 2 କୋଠରୀରୁ ମେଳ ଖାଉଥିବା ଶବ୍ଦକୁ ନେଇ ବାକ୍ୟ ଗଠନ କର। ତେଣୁ ଏଇ 2ଟା କୋଠରୀରୁ ମେଳ ଖାଉଥିବା ଶବ୍ଦକୁ ନେଇକି ବାକ୍ୟ ଗଠନ କରିବା। ଯେପରି ଗଛ ଡାଳରେ କାଉଟିଏ ରାବୁଛି। ଏଠୁ ଗଛ ଡାଳ, ଏଠୁ କାଉ ଆସିକି ଗୋଟେ ଶବ୍ଦ ହେଲା। ସେମିତି ଏକୁ ଲଗେଇକି କ'ଣ କରିବ? ନା, ବାକ୍ୟ ଗଠନ କରିବ। 2 ନମ୍ବରଟା ଦେଇଛି କ'ଣ?
ନା ଏଇ ଘରୁ ଏଇ କୋଠରୀରୁ ଶବ୍ଦ ନେଇ ଏଇ କୋଠରୀରୁ ଶବ୍ଦ ନେଇ ମିଶେଇକି ତାକୁ ବାକ୍ୟ ଗଠନ କରିବା। ତେଣୁ ମାଟି କ'ଣ ନା ମାଟିକୁ ଜିଆ ମାଟିକୁ ଫସଫସିଆ କରି ଉର୍ବର କରେ। ବାକ୍ୟ ଶେଷରେ ପୂର୍ଣ୍ଣଚ୍ଛେଦ ରହିବ। ତାପରେ ବର୍ଷା ହେଲେ ବିଲ ବାଡ଼ିରେ ପାଣି ହୋଇଯାଏ। କୁକୁରର 4ଟି ଗୋଡ଼ ଥିବା ବେଳେ କାଉର 2ଟି ଗୋଡ଼ ଥାଏ। ଗଛ ଡାଳରେ ପକ୍ଷୀମାନେ ଘର କରି ରହିଥାନ୍ତି। ଏ ଧାଡ଼ିଟି ହେବ ଗଛ ଡାଳରେ ପକ୍ଷୀମାନେ ଘର କରି ରହିଥାନ୍ତି। 3 ନମ୍ବର କ'ଣ ଦେଇଛି? ତଳେ ଥିବା ଉତ୍ତରକୁ ପାଇବା ପାଇଁ ପ୍ରଶ୍ନ ତିଆରି କର। ଜିଆ ଖାଦ୍ୟ ଖୋଜିବାକୁ ବାହାରିଲା। ଜିଆ କ'ଣ ଖୋଜିବାକୁ ବାହାରିଲା? ପ୍ରଶ୍ନ ତିଆରି କଲେ ଏହା ହେବ। କୁକୁରର 4ଟି ଗୋଡ଼। କୁକୁରର କେତୋଟି ଗୋଡ଼? ପ୍ରଶ୍ନବାଚକ ଚିହ୍ନ ରହିବ। ଆଉ ପିମ୍ପୁଡ଼ିର ସାଙ୍ଗ ବିଛା ଥିଲା। ପିମ୍ପୁଡ଼ିର ସାଙ୍ଗ କିଏ ଥିଲା? ଲାଷ୍ଟକୁ ପ୍ରଶ୍ନବାଚକ ଚିହ୍ନ ରହିଲେ ଏଟା ପ୍ରଶ୍ନ ତିଆରି ହେଲା। 4 ନମ୍ବର କ'ଣ ଦେଇଛି? ଶ୍ରୁତ ଲିଖନ। ଶ୍ରୁତ ଲିଖନ କ'ଣ ନା କଷ୍ଟିଆ ଶବ୍ଦ ଧାଡ଼ି ବାକ୍ୟକୁ ଡାକିବେ ଗୁରୁଜୀ ଗୁରୁମା କି ସାରେ, ତାକୁ ଆମେ ଲେଖିବା ଠିକ୍ କରିକି ଶୁଦ୍ଧ କରିକି ଲେଖିବା। ତାପରେ ଏପଟିକି ଆସିବା ନା ରହେରେ ରହେ ମୁଁ କୋରଡ଼େ ରହେ, ରାତିରେ ବୁଲେ ମୁଁ ଦିନରେ ଶୁଏ, କହିଲେ ଦେଖି ମୁଁ ଏଟେ କିଏ? ପେଚା। ବେକରେ ତାହାର ନାଲିଆ ଗାର, ଶାଗୁଆ ଦେହତା ଦିଶେ ସୁନ୍ଦର, ବଙ୍କୁଲି ଥଣ୍ଟରେ ଫଳକୁ ଖାଏ, କହିଲ ପିଲାଏ ସେ ଅଟେ କିଏ? ଶୁଆ। ମାଉଁସ ଖାଏ ସେ ବଣରେ ରହେ, ଜାତୀୟ ପଶୁର ନାମଟି ବହେ, କହିଲ ପିଲାଏ ସେ ଅଟେ କିଏ? ବାଘ। ଏବେ ଆମେ କାହାର କେତେ ଗୋଡ଼ ବିଷୟରେ ଗୋଟିଏ ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ 5 ମାର୍କ ବିଶିଷ୍ଟ ପ୍ରଶ୍ନ ବିଷୟରେ ଆଲୋଚନା କରିବା। ବିଭିନ୍ନ ଜୀବଜନ୍ତୁଙ୍କର ଗୋଡ଼ ସଂଖ୍ୟା ବିଷୟରେ ତୁମ ପଠିତ ପୁସ୍ତକରେ କ'ଣ ସବୁ ଜାଣିଲ ତାକୁ 5 ଧାଡ଼ିରେ ଲେଖ। ଆମେ କ'ଣ ଲେଖିବା ଉତ୍ତର? ପ୍ରଥମତଃ କହିବାକୁ ଗଲେ ଗୋଡ଼ ହେଉଛି ଚଳପ୍ରଚଳ କରିବାର ମୁଖ୍ୟ ବାହ୍ୟ ଅଙ୍ଗ। ଜୀବନ ବଞ୍ଚିବା ଶୈଳୀର ମାଧ୍ୟମ ହେଉଛି ଗୋଡ଼। ଗ୍ରାମାଞ୍ଚଳ ସହରାଞ୍ଚଳରେ ଲୋକମାନେ ବସବାସ କରିଥାନ୍ତି। ଠିକ୍ ସେହିପରି ବଣ ଜଙ୍ଗଲରେ ବିଭିନ୍ନ ପ୍ରକାର ଜୀବଜନ୍ତୁ ବସବାସ କରିଥାନ୍ତି। ହେଲେ ଆମେ ସମସ୍ତେ ଜାଣିଥାନ୍ତି ମଣିଷମାନଙ୍କର 2ଟି ଗୋଡ଼। ପଶୁପକ୍ଷୀ କୀଟପତଙ୍ଗ ଏମାନଙ୍କ କ୍ଷେତ୍ରରେ ଏହାର ବ୍ୟତିକ୍ରମ ଦେଖାଦେଇଥାଏ। ବାଘ ମାଙ୍କଡ଼ ସାପ ମୟୂର ଭାଲୁ ହାତୀ ପ୍ରଜାପତି ବୁଢ଼ିଆଣୀ କାଉ ଏହିମାନଙ୍କୁ ଗୋଡ଼ ସଂଖ୍ୟା ଜାଣିବା ବିଷୟରେ ବେଶୀ ପ୍ରାଧାନ୍ୟ ଦିଆଯାଇଛି। ଭାଲୁ ହାତୀ ଏହି ପଶୁମାନଙ୍କର 4ଟି ଲେଖାଏଁ ଗୋଡ଼ ଥିବା ବେଳେ ମୟୂର ମଶା ମାଛିଙ୍କର କେତେ? ନା ମୟୂର ନୁହେଁ, ଏଟା କଟା ହେଇଛି। ମଶା ମାଛିଙ୍କର 6ଟି ଗୋଡ଼, ଜନ୍ଦା ପିମ୍ପୁଡ଼ି ଭଅଁର ଓ ମହୁମାଛିଙ୍କର 6ଟି ଗୋଡ଼, ବିଛାର 30ରୁ ଆରମ୍ଭ କରି 382ଟି ଗୋଡ଼ ଅଛି। ସାପ ଏକ ସରୀସୃପ ଅଟେ, ତାର ଗୋଡ଼ ନାହିଁ। ଏହିପରି ଭାବେ ପଶୁପକ୍ଷୀ ଆଉ ସରୀସୃପଙ୍କର ଗୋଡ଼ ବିଷୟରେ ଆମେ ବୁଝିପାରିଲୁ, ଜାଣିପାରିଲୁ ମଧ୍ୟ। ଏବେ ଆମେ କାହାର କେତେ ଗୋଡ଼ ବିଷୟର ଏକ ସରଳାର୍ଥ ବିଷୟରେ ଆମେ ଜାଣିବା ଏବଂ ଲେଖିବା ମଧ୍ୟ। ଆରେ ବାଃ, ଆଜି ଆମେ ଅନେକ ଜୀବଜନ୍ତୁଙ୍କର ଗୋଡ଼ ବିଷୟରେ ଜାଣିପାରିଲେ। ଆରେ ବାଃ ଜାଣିପାରିଲେ କମା ଭିତରେ ରହିବ। ଉକ୍ତ ଗଦ୍ୟାଂଶଟି ଆମ ପଠିତ ସାହିତ୍ୟ ଭାଷା ମହକ ପୁସ୍ତକର କାହାର କେତେ ଗୋଡ଼ ବିଷୟରୁ ଆସିଅଛି। ଏଠାରେ ପ୍ରାବନ୍ଧିକ ଅନେକ ଜୀବଜନ୍ତୁଙ୍କର କାହାର କେତୋଟି ଗୋଡ଼ ତାହା ଉପରେ ବିଶ୍ଳେଷଣ କରିଛନ୍ତି। ଏ ଧରାପୃଷ୍ଠରେ ସମସ୍ତ ଜୀବଜନ୍ତୁ ବସବାସ କରୁଛନ୍ତି। ସେମାନଙ୍କ ମଧ୍ୟରେ ଗୋଡ଼ ସଂଖ୍ୟାକୁ ନେଇ କିଛି ପରିବର୍ତ୍ତନ ଦେଖାଦେଇଥାଏ। ସର୍ବଶ୍ରେଷ୍ଠ ଜୀବ ମଣିଷର 2ଟି ଗୋଡ଼ ଥିବା ବେଳେ ଅନେକ ପକ୍ଷୀଙ୍କର ମଧ୍ୟ 2ଟି ଲେଖାଏଁ ଗୋଡ଼ ଥାଏ। ପଶୁମାନଙ୍କର 4ଟି ଲେଖାଏଁ ଗୋଡ଼ ଥାଏ। ବାଘ ମାଙ୍କଡ଼ ଭାଲୁ ହାତୀ ଏଇମାନଙ୍କର 4ଟି ଲେଖାଏଁ ଗୋଡ଼ ଥାଏ। ଏଥିସହିତ ପକ୍ଷୀମାନେ ମୟୂର କାଉ ଏମାନଙ୍କର ମଧ୍ୟ 2ଟି ଲେଖାଏଁ ଗୋଡ଼ ଥାଏ। ଅନ୍ୟ ପକ୍ଷୀମାନଙ୍କର ବି 2ଟି ଲେଖାଏଁ ଗୋଡ଼ ଥାଏ। ଛୋଟ କୀଟପତଙ୍ଗ ମଶା ମାଛିଙ୍କର 6ଟି ଲେଖାଏଁ ଗୋଡ଼ ଏବଂ ପ୍ରଜାପତି ଜନ୍ଦା ପିମ୍ପୁଡ଼ି ଭଅଁର ମହୁମାଛିଙ୍କର 6ଟି ଲେଖାଏଁ ଗୋଡ଼ ଥାଏ। ବୁଢ଼ିଆଣୀର 8ଟି ଗୋଡ଼ ଥାଏ। କୀଟ ବିଛା ତାର 30ରୁ ଆରମ୍ଭ କରି 382 ପର୍ଯ୍ୟନ୍ତ ଗୋଡ଼ ଅଛି। ଏହିପରି ଭାବେ ଆମେ ସମସ୍ତ ଜୀବଜନ୍ତୁଙ୍କ ଗୋଡ଼ ବିଷୟରେ ଜାଣିପାରିଛୁ। ଏଠାରେ ସାହିତ୍ୟିକଙ୍କର ବର୍ଣ୍ଣନା ଆନନ୍ଦଦାୟକ ଏବଂ ଶିକ୍ଷଣୀୟ ଅଟେ।
ए भिडियोटी आपनकु केमिति लागिला पिलामाने कमेंट रे लिखिबो आउ एमिति अन्य विषय प्रश्न उत्तर सरलार्थ आउ विषय को बुझिया पे हेले मो चैनल को देखुथिबो आउ एतिकी आपण मानको रिक्वेस्ट चैनल टी को सब्सक्राइब करबा सह शेयर मध्य करिदेबे।